ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଏ ୟୁଟ୍ୟୁବ ଚ୍ୟାନେଲ ଇ ଏକାଡେମୀ ଓଡ଼ିଆରେ। ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଓଡ଼ିଶା କୁଇଜ୍। ଚାଲନ୍ତୁ ଦେଖିବା ଆପଣମାନେ କେତେ ଭଲସେ ଓଡ଼ିଶାକୁ ଜାଣିଛନ୍ତି। ମୋର ପ୍ରଥମ ପ୍ରଶ୍ନଟି ହେଉଛି ଓଡ଼ିଶାର ରାଜଧାନୀ କେଉଁଠାରେ ଅବସ୍ଥିତ? ଓଡ଼ିଶାର ରାଜଧାନୀ କେଉଁଠାରେ ଅବସ୍ଥିତ? ଯଦି ଆପଣମାନେ ଉତ୍ତରଟି ଜାଣିଛନ୍ତି ତାହେଲେ କମେଣ୍ଟ ବକ୍ସରେ ଟାଇପ୍ କରିବାକୁ ଭୁଲିବେନି। ଏହାର ସଠିକ ଉତ୍ତର ହେଉଛି ଭୁବନେଶ୍ୱର। ଦ୍ୱିତୀୟ ପ୍ରଶ୍ନଟି ହେଉଛି ଭୁବନେଶ୍ୱର ପୂର୍ବରୁ ଓଡ଼ିଶାର ରାଜଧାନୀ କେଉଁଠାରେ ଅବସ୍ଥିତ ଥିଲା? ମୁଁ ପ୍ରଶ୍ନଟିକୁ ଆଉ ଥରେ କହୁଛି, ଭୁବନେଶ୍ୱର ପୂର୍ବରୁ ଓଡ଼ିଶାର ରାଜଧାନୀ କେଉଁଠାରେ ଅବସ୍ଥିତ ଥିଲା? ଏହାର ସଠିକ ଉତ୍ତର ହେଉଛି କଟକ। ପରବର୍ତ୍ତୀ ପ୍ରଶ୍ନ ହେଉଛି ଭୁବନେଶ୍ୱର ଠାରେ ଥିବା ଲିଙ୍ଗରାଜ ମନ୍ଦିର କେଉଁ ରାଜବଂଶ ଦ୍ୱାରା ସ୍ଥାପିତ କରାଯାଇଥିଲା? ଭୁବନେଶ୍ୱର ଠାରେ ଥିବା ଲିଙ୍ଗରାଜ ମନ୍ଦିର କେଉଁ ରାଜବଂଶ ଦ୍ୱାରା ସ୍ଥାପିତ କରାଯାଇଥିଲା? ଯଦି ଆପଣମାନେ ଉତ୍ତରଟି ଜାଣିଛନ୍ତି ତାହେଲେ କମେଣ୍ଟ ବକ୍ସରେ ଟାଇପ୍ କରିଦିଅନ୍ତୁ। ଏହାର ସଠିକ ଉତ୍ତର ହେଉଛି ସୋମ ରାଜବଂଶ ବା ସୋମ ଡାଇନେଷ୍ଟି। ପରବର୍ତ୍ତୀ ପ୍ରଶ୍ନ, କିଏ ପ୍ରଥମେ ଓଡ଼ିଆ ମହାଭାରତ ଲେଖିଥିଲେ? ପ୍ରଶ୍ନଟି ହେଉଛି କିଏ ପ୍ରଥମେ ଓଡ଼ିଆ ଭାଷାରେ ମହାଭାରତ ଲେଖିଥିଲେ? ଏହାର ସଠିକ ଉତ୍ତର ହେଉଛି ଆଦି କବି ସାରଳା ଦାସ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କବି ସମ୍ରାଟର ଉପାଧି କାହାକୁ ଦିଆଯାଇଛି? ଯଦି ଆପଣମାନେ ଉତ୍ତର ଜାଣିଛନ୍ତି ତାହେଲେ କମେଣ୍ଟ ବକ୍ସରେ ଟାଇପ୍ କରିଦିଅନ୍ତୁ। ଏହାର ସଠିକ ଉତ୍ତର ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବା ଉପେନ୍ଦ୍ର ଭଞ୍ଜଙ୍କୁ କବି ସମ୍ରାଟର ଉପାଧି ଦିଆଯାଇଛି। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ? ଏହାର ସଠିକ ଉତ୍ତର ହେଉଛି ହରେକୃଷ୍ଣ ମହତାବ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଓଡ଼ିଶାର କେଉଁ ସହର ମନ୍ଦିର ମାଳିନୀ ସହର ଭାବେ ସୁପରିଚିତ? ଓଡ଼ିଶାର କେଉଁ ସହର ମନ୍ଦିର ମାଳିନୀ ସହର ଭାବେ ସୁପରିଚିତ? ଏହାର ସଠିକ ଉତ୍ତର ହେଉଛି ଭୁବନେଶ୍ୱର। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଉତ୍କଳ ଦିବସ କେବେ ପାଳନ କରାଯାଏ? ଉତ୍କଳ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତର ହେଉଛି ଏପ୍ରିଲ 1। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଉତ୍କଳ ଗୌରବର ଉପାଧି କାହାକୁ ଦିଆଯାଇଛି? ଉତ୍କଳ ଗୌରବର ଉପାଧି କାହାକୁ ଦିଆଯାଇଛି? ଯଦି ଆପଣମାନେ ଉତ୍ତରଟି ଜାଣିଛନ୍ତି ତାହେଲେ କମେଣ୍ଟ ବକ୍ସରେ ଟାଇପ୍ କରିଦିଅନ୍ତୁ। ଏହାର ସଠିକ ଉତ୍ତର ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମସିହାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ସ୍ୱୀକୃତି ମିଳିଥିଲା? ଏହାର ସଠିକ ଉତ୍ତର ହେଉଛି 1936 ମସିହା। ଆଜି ପାଇଁ ଏତିକି, କିନ୍ତୁ କମେଣ୍ଟ ବକ୍ସରେ ଟାଇପ୍ କରିଦେବେ ଯେ ଆପଣ ଏଇ 10ଟି ପ୍ରଶ୍ନ ମଧ୍ୟରୁ କେତୋଟି ପ୍ରଶ୍ନର ଠିକ ଉତ୍ତର ଦେଇଥିଲେ। ଆଉ ମଧ୍ୟ କମେଣ୍ଟ କରିପାରିବେ ଆପଣ କେଉଁ ଟପିକ ବା କେଉଁ ବିଷୟରେ ନେକ୍ସଟ ଭିଡ଼ିଓ ଚାହୁଁଛନ୍ତି। ଧନ୍ୟବାଦ।